ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମେ ଆମର ଏଇ ପ୍ରକୋଷ୍ଠ ମଧ୍ୟରେ ପଢ଼ିବା ଅଷ୍ଟମ ଶ୍ରେଣୀ ସଂସ୍କୃତ ପୁଷ୍ପାଣ୍ଡ ଭୋଜନାଳୟ। ଏଇଟି ଗୋଟିଏ ନାଟକ, ଏଇଟି ଚାପ୍ଟର 8ରେ ଅଛି। ତାହେଲେ ଆଜି ଆମେ ସେଇଟିକୁ ଟିକେ ପଢ଼ିବା, କାରଣ ପାଠ ପଢ଼ିଲା ବେଳେ ନାଟକଟି ଗୋଟେ ଏପରି ସାହିତ୍ୟର ବା ସଂସ୍କୃତର ଅଂଶ ଯାହାକି ବହୁତ ଆନନ୍ଦ ପ୍ରଦାନ କରିଥାଏ। ତାହେଲେ ଏଇ ନାଟକରେ କେତୋଟି ପାତ୍ର ଥାନ୍ତି ଏବଂ ସେମାନଙ୍କର ଯେଉଁ ଡାଇଲଗ ତାହା ମଧ୍ୟ ଆମମାନଙ୍କୁ ବହୁତ ଆକୃଷ୍ଟ କରିଥାଏ। ତାହେଲେ ଏଇଟି ଅଛି କୁଷ୍ପାଣ୍ଡ ଭୋଜନାଳୟ। ପିଲାମାନେ କୁଷ୍ପାଣ୍ଡ ଶବ୍ଦର ଅର୍ଥ ତମେ ବୋଧହୁଏ ଭାବୁଥିବ ଆଉ କ'ଣ ଅଛି। କୁଷ୍ପାଣ୍ଡ ଶବ୍ଦର ଅର୍ଥ ଅଛି, କିନ୍ତୁ ଏଠାରେ କୁଷ୍ପାଣ୍ଡ ସେବକର ନାମ। ସେବକ କହିଲେ ଯାହାକୁ ଆମେ କହୁଛେ ହୋଟେଲରେ ଥିବା ୱେଟର ବା ହୋଟେଲ ବୟ, ତାହେଲେ ତା ନାଁ ହେଉଛି ଏଠି କୁଷ୍ପାଣ୍ଡ। ତାହେଲେ ଭୋଜନାଳୟ, ଭୋଜନାଳୟ କହିଲେ ତମେ ଜାଣିଛ ହୋଟେଲ, ଭୋଜନ ଯୁକ୍ତ ଆଳୟ ଭୋଜନାଳୟ। ତାହେଲେ ନାଟକଟିର ନାମ ରହିଛି କୁଷ୍ପାଣ୍ଡ ଭୋଜନାଳୟ। ଏଥିରେ ପାତ୍ର ରହିଛନ୍ତି ମାତ୍ର 4ଟି, ଯେପରି ଆମର କୁଷ୍ପାଣ୍ଡ, କୁଷ୍ପାଣ୍ଡ କହିଲେ ଯେଉଁ ସେବକ ବା ୱେଟର, ହୋଟେଲ ବୟ। ଆଉ ଦ୍ୱିତୀୟ ପାତ୍ର ହେଉଛନ୍ତି ସ୍ୱାମୀ। ସ୍ୱାମୀ କହିଲେ ଏଇ ନାଟକଟିର ବା ଏଇ ଯେଉଁ ହୋଟେଲର ମୁଖ୍ୟ ସ୍ୱାମୀ ବା ମାଷ୍ଟର ଏବଂ ବା ହୋଟେଲ ମାଲିକ। ଆଉ ବିଦ୍ୟାପତି, ବିଦ୍ୟାପତି କହିଲେ ଜଣେ କ'ଣ ହୋଟେଲକୁ ଆସିଥିବା ଜଣେ ଗ୍ରାହକ, ଏବଂ ଧନପତି ହେଉଛନ୍ତି ବିଦ୍ୟାପତିଙ୍କର ମିତ୍ର। ଏହିପରି 4ଟି ପାତ୍ରକୁ ନେଇ, 4ଟି ଚରିତ୍ରକୁ ନେଇ ଆମର ଏଇ ନାଟକଟି ନାଁ ହେଲା କୁଷ୍ପାଣ୍ଡ ଭୋଜନାଳୟ। ପ୍ରଥମ ଦୃଶ୍ୟମ ଅର୍ଥାତ୍ ନାଟକର ପ୍ରଥମ ଅଙ୍କ, ଏଥିରେ ଦେଖାଦେଇଛି ଯେ ଭୋଜନାଳୟସ୍ୟ ଦୃଶ୍ୟମ ଅର୍ଥାତ୍ ହୋଟେଲର ଦୃଶ୍ୟ। ସେବକ କୁଷ୍ପାଣ୍ଡ ଉପବିଶତି ଉପବିଶ୍ୟ ନିଦ୍ରାତି, ଅର୍ଥାତ୍ ସେବକ କୁଷ୍ପାଣ୍ଡ ଘୁମଉଛି, ନିଦ୍ରାତି। ତାହେଲେ ଏଠି ହୋଟେଲର ଗୋଟେ ଦୃଶ୍ୟ ଦେଇଛି ପିଲାମାନେ। ତାହେଲେ ହୋଟେଲରେ ଥିବା ସେବକ ଏବଂ ସେବିକା ଏମାନେ ହୋଟେଲକୁ ଆସିଥିବା ଗ୍ରାହକଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ତାହେଲେ ଆମେ ଏବେ ନାଟକର ସାରାଂଶ ଜାଣିବା, ନାଟକକୁ ପଢ଼ିବା, ନାଟକରେ କ'ଣ ଅଛି ତାକୁ ଟିକେ ଦେଖିବା। ତାହେଲେ ପ୍ରଥମେ ନାଟକଟିକୁ ଆମେ ପଢ଼ି ନେବା, କ'ଣ ଅଛି ୟା ଦେହରେ। ଦେଖ, ସ୍ୱାମୀ, ସ୍ୱାମୀ କହିଲେ ହୋଟେଲର ମାଲିକ। ଆଗତ୍ୟ, ଆଗତ୍ୟ ମାନେ ଆସି, ଆ ଯୁକ୍ତ ଗମ୍ ଯୁକ୍ତ ଲ୍ୟପ୍ ପ୍ରକୃତି ପ୍ରତ୍ୟୟ ହେବ। ତାହେଲେ ଏଠି ଆଗତ୍ୟ ଭୋଜନାଳୟମ୍ ଦୃଷ୍ଟ୍ୟା ଘଟିଯନ୍ତ୍ରମ୍ ପଶ୍ୟତି। ତେଣୁ ହୋଟେଲ ମାଲିକ ହୋଟେଲ ଭିତରକୁ ଆସିକି ଘଡ଼ିକୁ ବା ଘଣ୍ଟାକୁ ଚାହିଁଛନ୍ତି। ଏହାକୁ ଆମେ ଗୋଟି ଗୋଟିକି ବ୍ୟାକରଣ ମଧ୍ୟ ପଢ଼ିବା। ଆଗ ଟିକେ ରିଡ଼ିଂ କରିନିଅ। ଅଷ୍ଟବାଦନମ୍ ଜାତମ୍, ଅଧୁନା ପର୍ଯ୍ୟନ୍ତମ୍ ଭୋଜନାଳୟः न ଉଦ୍ଘାଟିତः। କୁଷ୍ପାଣ୍ଡः, ଅରେ କୁଷ୍ପାଣ୍ଡ, ହେ କୁଷ୍ପାଣ୍ଡः, ସର୍ବଦା ଅଳସः ଭବତି। ଭୋଜନାଳୟः କଥମ୍ ଚଳିष्यति। କୁଷ୍ପାଣ୍ଡ, ହେ କୁଷ୍ପାଣ୍ଡ। ତାହେଲେ ଏଠି କୁଷ୍ପାଣ୍ଡ ହେଉଛି କିଏ? ସେ ସେବକର ନାମ। ତେଣୁ ଭୋଜନାଳୟ ଆଗତ୍ୟ, ଆଗତ୍ୟ ମାନେ ଆସି, ଭୋଜନାଳୟମ୍ ଦୃଷ୍ଟ୍ୟା ଭୋଜନାଳୟକୁ ଚାହିଁ, ଘଟିଯନ୍ତ୍ରମ୍ ପଶ୍ୟତି ଅର୍ଥାତ୍ ଘଣ୍ଟାକୁ ମଧ୍ୟ ଦେଖୁଛନ୍ତି। ଦେଖିକି ଆରେ, ଆରେ ମାନେ ସେଇ ଆରେ, ଅଷ୍ଟବାଦନମ୍ ଜାତମ୍ ଅର୍ଥାତ୍ 8ଟା ବାଜିଗଲାଣି, ଅଧୁନା ପର୍ଯ୍ୟନ୍ତମ୍ ବର୍ତ୍ତମାନ ପର୍ଯ୍ୟନ୍ତ, ଭୋଜନାଳୟ ନ ଉଦ୍ଘାଟିତଃ ଅର୍ଥାତ୍ ଭୋଜନାଳୟ ବା ହୋଟେଲଟି ଖୋଲା ଯାଇନାହିଁ। ତାପରେ ସେ ଡାକିଲେ ପିଲାଟିକୁ, କୁଷ୍ପାଣ୍ଡ, ଅରେ କୁଷ୍ପାଣ୍ଡ ମାନେ ହେ କୁଷ୍ପାଣ୍ଡ, ଏଷ କୁଷ୍ପାଣ୍ଡ ସର୍ବଦା ଅଳସଃ ଭବତି। ଏଇ କୁଷ୍ପାଣ୍ଡ ସବୁବେଳେ ଅଳସୁଆ ହେଉଛି।
ଭୋଜନାଳୟ କଥମ ଚଳିଷ୍ୟତି, ତାହେଲେ ହୋଟେଲ କେମିତି ଚାଲିବ? କୁଷ୍ପାଣ୍ଡ, ହେ କୁଷ୍ପାଣ୍ଡ, ତେଣୁ ତାକୁ ଡାକିଲେ ହେଲା, ତା ନାମ ଧରିକି କୁଷ୍ପାଣ୍ଡ କୁଷ୍ପାଣ୍ଡ ବୋଲି ଡାକିଲେ। ତାହେଲେ ଆଗତୀୟ ହେଲା ଆ ଯୁକ୍ତ ଗମ୍ ଯୁକ୍ତ ଲ୍ୟପ୍, ଭୋଜନାଳୟ, ଏହା ସନ୍ଧି ବିଚ୍ଛେଦ କଲେ ହବ ଭୋଜନ ଯୁକ୍ତ ଆଳୟ, ଦୃଷ୍ଟ୍ୱା ପ୍ରକୃତି ପ୍ରତ୍ୟୟ ହଉଛି ଦୃଶ୍ ଯୁକ୍ତ ତ୍ୱା। ତାପରେ ଦେଖ କୁଷ୍ପାଣ୍ଡ ହଉଛି ସମ୍ବୋଧନୀ ପ୍ରଥମା। ଏବେ ଆମେ କୁଷ୍ପାଣ୍ଡ କଣ କହିଲା ଦେଖିବା। କୁଷ୍ପାଣ୍ଡ କଣ କହିଲା? ତମ ସ୍ୱାମୀଙ୍କର ଡାକରାରେ ଆମ୍ ଆମ୍ ଶ୍ରୀମନ୍ ଗଚ୍ଛାମି ଗଚ୍ଛାମି ସର୍ବମ୍ କରିଷ୍ୟାମି, ହେଲା, କହିଲା ହଁ ହଁ ଯାଉଛି ସବୁ କରିଦେବି। ସ୍ୱାମୀ ଅରେ ଶୀଘ୍ର ଆଗଚ୍ଛ, ହେଲା, ସ୍ୱାମୀ ତା ମାଲିକ କହିଲେ ଆରେ ଶୀଘ୍ର ଆସ। କୁଷ୍ପାଣ୍ଡସ୍ୟ ସମୀପମ୍ ଗତ୍ୱା, ତାପରେ ଏହା କହିକି ସେ ନିଜେ କୁଷ୍ପାଣ୍ଡ ନିକଟକୁ ଗଲେ। ଆରେ ବୈଶାଖ ନନ୍ଦନ, ପିଲାମାନେ ଏଇଟା ସମ୍ବୋଧନ ହେଇଛି। ବୈଶାଖ ନନ୍ଦନ ଅର୍ଥ ଗଧ, ଆମେ ଓଡିଆରେ ଯାହା କହୁଛେ ଗଧ, ଯିଏ ଖାଲି ଖଟେ କିଛି ଜାଣିପାରେନି, ନାଇଁ। ତାହେଲେ କହିଲେ ଆରେ ଗଧ, କଦା ଉଦ୍ଘାଟୟିଷ୍ୟତି, କେତେବେଳେ ଖୋଲିବୁ? କୁଷ୍ପାଣ୍ଡ ଗଚ୍ଛାମି ଉଦ୍ଘାଟୟାମି, ତେଣୁ କୁଷ୍ପାଣ୍ଡ କହିଲା ଯାଉଛି ଖୋଲି ଦଉଛି। ସ୍ୱାମୀ ଅଦ୍ୟ ଅହମ୍ ନଗରମ୍ ପ୍ରତି ଗଚ୍ଛାମି, ସ୍ୱାମୀ କହିଲେ ଆଜି ମୁଁ ସହର ଆଡକୁ ଯାଉଛି। ପ୍ରତି ଯୋଗେ ପିଲାମାନେ ଦ୍ୱିତୀୟ ବିଭକ୍ତି ହୁଏ, ତେଣୁ ନଗରମ ହେଇଛି ଦ୍ୱିତୀୟ ବିଭକ୍ତି। ଆଜି ମୁଁ ସହର ଆଡକୁ ଯାଉଛି। ରାତ୍ରौ ଆଗମିଷ୍ୟାମି, ଅର୍ଥାତ୍ ରାତିରେ ହିଁ ଆସିବି। ଅତଃ ଭୋଜନାଳୟସ୍ୟ ସର୍ବମପି ଦାୟିତ୍ୱം ତୋଇ ନ୍ୟସ୍ତମସ୍ତି, ହେଲା, କହିଲେ ଅତଃ ମାନେ ଏଣୁକରି ଭୋଜନାଳୟର ସର୍ବମ୍ ଅପି ଦାୟିତ୍ୱം, ଭୋଜନାଳୟ ବା ହୋଟେଲର ସମସ୍ତ ଦାୟିତ୍ୱ ତୋ ଉପରେ ହିଁ ନ୍ୟସ୍ତ ରହିଛି। କୁଷ୍ପାଣ୍ଡ ଭବାନ୍ ଚିନ୍ତିତଃ ନ ଭବତୁ, ଆପଣ ଚିନ୍ତା କରନ୍ତୁ ନାହିଁ। ଅହମ୍ ଅସ୍ମି, ମୁଁ ଅଛି। ଅସ୍ମି ମାନେ କଣ? ମୁଁ ଅଛି। ଦାୟିତ୍ୱେ ତ୍ରୁଟି ହିଁ ନ ଭବିଷ୍ୟତି, କହିଲା ମୁଁ ଅଛି, ଦାୟିତ୍ୱରେ କେବେ ବି ଅବହେଳା ହେବ ନାହିଁ। ସ୍ୱାମୀ ତର୍ହି ଅହମ୍ ଗଚ୍ଛାମି, ତାହେଲେ ସ୍ୱାମୀ କହିଲେ ତାହେଲେ ମୁଁ ଯାଉଛି। କୁଷ୍ପାଣ୍ଡ ଆମ୍ ମାନେ କଣ ପିଲାମାନେ? ହଁ ଗଚ୍ଛତୁ ବିଳମ୍ବମ୍ ନ କରତୁ, ହେଲା, କହିଲା ହଁ ଯାଆନ୍ତୁ, ବିଳମ୍ବ କରନ୍ତୁନି। କିଏ କହିଲା? କୁଷ୍ପାଣ୍ଡ କହିଲା ହଁ ଯାଆନ୍ତୁ, ବିଳମ୍ବ କରନ୍ତୁ ନାହିଁ। ସ୍ୱାମୀ କିଞ୍ଚିତ୍ ଦୂରମ୍ ଗତ୍ୱା, ହେଲା, ସ୍ୱାମୀ କଣ କଲେ? ମାଲିକ କଣ କଲେ? କିଛି ଦୂରକୁ ଗଲେ। ଗତ୍ୱା ପ୍ରକୃତି ପ୍ରତ୍ୟୟ ହେଲା ଗମ୍ ଯୁକ୍ତ ତ୍ୱା। ତାପରେ ପୁଣି ଆସି ଅରେ କୁଷ୍ପାଣ୍ଡ ଶୁଣୁ, ତେଣୁ ପୁଣି ଆସି କହିଲେ ଆରେ କୁଷ୍ପାଣ୍ଡ ଶୁଣୁ ମାନେ କଣ? ଶୁଣ। କୁଷ୍ପାଣ୍ଡ ମନସି, କୁଷ୍ପାଣ୍ଡ ମନେ ମନେ ଭାବିଲା ପୁନଃ କିମ୍ ଜାତମ୍, ପୁଣି କଣ ହେଲା? ଜାତମ୍ ଜନ୍ ଯୁକ୍ତ ତ ପ୍ରକୃତି ପ୍ରତ୍ୟୟ, ହେଲା, ତେଣୁ କୁଷ୍ପାଣ୍ଡ ପୁଣି ଭାବିଲା, କହିଲା ପୁଣି କଣ ହେଲା? ପ୍ରକାଶ ମାନେ କହିଲା। ବଦତୁ ଶ୍ରୀମାନ୍, ପୁଣି କହିଲା ହଁ କୁହନ୍ତୁ, ଶ୍ରୀମାନ୍ କୁହନ୍ତି। ସ୍ୱାମୀ ପୁନଃ କିମ୍ ଜାତମ୍ ପିଲାମାନେ ଜନ୍ ଯୁକ୍ତ ତ ପ୍ରକାଶ୍ୟ, ଅର୍ଥାତ୍ କହିଲା। ବଦତୁ ଶ୍ରୀମାନ୍, ମହାଶୟ କୁହନ୍ତୁ। ତାପରେ ସ୍ୱାମୀ ବିନା ମୂଲ୍ୟମ୍ କସ୍ୟାପି କୃତେ ଭୋଜନମ୍ ନ ଦାସ୍ୟସି ଗଚ୍ଛାମି, ତାହେଲେ ତାକୁ କହିକି ଗଲେ ବିନା ମୂଲ୍ୟମ୍, ପିଲାମାନେ ଏଇ ଯୋଉ ବିନା, ଏଇଟା ଗୋଟେ ଅବ୍ୟୟ ପଦ, ଏହା ଯୋଗରେ ଦ୍ୱିତୀୟ ବିଭକ୍ତି ହୁଏ। ତାହେଲେ ବିନା ମୂଲ୍ୟମ୍ ଅର୍ଥାତ୍ ମୂଲ୍ୟ ବିନା, କେହି ପଇସା ନଦେଲେ, କସ୍ୟାପି କସ୍ୟ ଯୁକ୍ତ ଅପି, କସ୍ୟାପି କାହାରିକୁ ହେଲେ, ଭୋଜନମ୍ ନ ଦାସ୍ୟସି ଭୋଜନ ଦେବୁ ନାହିଁ, ମାନେ ଧାରରେ କାହାକୁ ଭୋଜନ ଦେବୁ ନାହିଁ। ହଉ ମୁଁ ଯାଉଛି, ଗଚ୍ଛାମି ମୁଁ ଯାଉଛି, ଏହା କହିକି ସ୍ୱାମୀ ଚାଲିଗଲେ। ତାହେଲେ ଆମେ ଦ୍ୱିତୀୟ ଦୃଶ୍ୟରେ ଦେଖିବା ଯେ କୁଷ୍ପାଣ୍ଡ କଣ କଲା? ତାହେଲେ ଧାର ବିନା ଭୋଜନ ଦେଲା କି ନଦେଲା? ତାହେଲେ ପିଲାମାନେ ଆଜି ପାଇଁ ଆମେ ଏଇ ପ୍ରଥମ ଦୃଶ୍ୟଟି ପଢିଲେ ଏବଂ କଥୋପକଥନ କେତେ ସରଳ ଭାଷାରେ ଲେଖା ହେଇଥିଲା ତୁମେ ଦେଖିଲ। ଏହିପରି ନିଜେ ମଧ୍ୟ ସବୁବେଳେ ସରଳ ଭାଷାରେ କଥାବାର୍ତ୍ତା ହେବା ପାଇଁ ଆମେ ଚେଷ୍ଟା କରିବା। ଏହା ଦ୍ୱାରା ସଂସ୍କୃତ ରୂପକ ଗଙ୍ଗା, ପବିତ୍ର ଗଙ୍ଗା ନିଶ୍ଚିତ ଭାବରେ ଆଗକୁ ଚାଲିବ। ତାହେଲେ ଆଜି ପାଇଁ ଏଇଠି ଆମେ ସମସ୍ତେ ରହିବା। ସମସ୍ତଙ୍କୁ ଧନ୍ୟବାଦ।